ମୋ ନାଁ ସଞ୍ଜୟ କୁମାର ପଲାଇ, ଘର ବାଲେଶ୍ୱର ଡିଷ୍ଟ୍ରିକ୍ଟ ସୁରନୀଳ ମଣ୍ଡଳ ଘର ମସୁର। ସାର୍ ଆମେ ବିଭିନ୍ନ ଗଣମାଧ୍ୟମରେ ଏଇଟା ଦେଖିବାକୁ ପାଇଲେ ଯେ ଆପଣ ସ୍ୱାଧୀନ ଭାବେ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ ଆସନ୍ତା 5 ଦିନ ପ୍ରାର୍ଥୀପତ୍ର ଦାଖଲ କରିବାକୁ କ'ଣ ସାର୍ ଆବଶ୍ୟକ ପଡ଼ିଲେ ଆପଣ ସ୍ୱାଧୀନ? ମୋର ଆବଶ୍ୟକ, ମୁଁ ଯେ ରାଜ୍ୟସଭା ଯିବି ଓଡ଼ିଶା ପାଇଁ ବିକାଶ କରିବା ପାଇଁ ଚାହୁଁଛି। ଆପଣ ଜଣେ ବ୍ୟବସାୟୀ ଏବଂ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି ବିଭିନ୍ନ ରାଜନୈତିକ ଦଳରୁ, ଜିଲ୍ଲା ପରିଷଦ MP ପ୍ରାର୍ଥୀ ମଧ୍ୟ ହୋଇଛନ୍ତି। ଏଥରକ କିନ୍ତୁ ଏଇଟା ହେଉଛି ସଂଖ୍ୟା ଗଣିତର ଖେଳ ରାଜ୍ୟସଭାଟା, କିନ୍ତୁ ଆପଣଙ୍କ ପାଖରେ ସେତିକି ସଂଖ୍ୟା ଅଛି ଯେଉଁ ବିଧାୟକ ମାନେ ଯଦି ଦରକାର? ମୁଁ 2012 ଜିଲ୍ଲା ପରିଷଦ ଠିଆ ହେଇଥିଲି ବିଜେପିରେ, 2017 ଦିନ ଠିଆ ହେଇଥିଲି, 2024 MP ଠିଆ ହେଇଥିଲି, ଏଥିରେ ରାଜ୍ୟ ପାଇଁ ଠିଆ ହେଉଛି। 2024 ଯେଉଁ MP ଠିଆ ହେଇଥିଲେ ସ୍ୱାଧୀନ ନା କ'ଣ ଦଳ ଥିଲେ? ମୁଁ ସ୍ୱାଧୀନ ଠିଆ ହେଇଥିଲି, ମୋ ସାଙ୍ଗରେ ଲେଖାଶ୍ରୀ, ଶ୍ରୀକାନ୍ତ ଜେନା, ଖାଳବ ସ୍ୱାଇଁ, ପଦ ଶୁଣି ମୋ ସାଙ୍ଗରେ ଠିଆ ହେଇଥିଲି। ତାହେଲେ ରାଜ୍ୟସଭା ପାଇଁ କାହିଁ ମନେ ପଡ଼େଇଲେ? ସ୍ୱପ୍ନ ଓଡ଼ିଶା ପାଇଁ ବିକାଶ କରିବା ପାଇଁ କରିଛି ଆଉ। ଓଡ଼ିଶା ମାନେ ରାଜ୍ୟସଭା ତ MLର ଆବଶ୍ୟକତା, ML ମାନଙ୍କର ଭୋଟର ଆବଶ୍ୟକତା ଅଛି। MLA ସାଙ୍ଗରେ କଥା ଚାଲିଛି। କେତେ ଜଣ ML ସାଙ୍ଗେ କଥା? ମୋ MLA 2000, ତାଙ୍କର MLA ହେଉଛି 51 ଜଣ ବିଜେପି ଜିତିଛନ୍ତି। 30-60 ପଡ଼ିଲା ପରେ ଆଉ ରହିଲେ 21ଟା, ତାଙ୍କ ମୋର କଥା ଚାଲିଛି। କୋଉ ବିଧାୟକ ସାଙ୍ଗରେ? ବିଧାୟକ ଅଛନ୍ତି, ମୁଁ ତାଙ୍କ ନାଁ କହିପାରିବିନି। କୋଉ ଦଳରୁ ନା ସବୁ ଦଳରୁ? ସବୁ ଦଳ ଅଛନ୍ତି, ବିଜେଡି, କଂଗ୍ରେସ, ବିଜେପି ସବୁ ଅଛନ୍ତି ମୋ ସାଙ୍ଗରେ। ଆପଣ ମାନେ ଟଚ୍ରେ ଅଛନ୍ତି? ସବୁ ସେମାନେ ଟଚ୍ ଅଛନ୍ତି ମୋ ସାଙ୍ଗରେ, ସେମାନେ ଆପଣଙ୍କୁ ସମର୍ଥନ ଯୋଗାଇ? ସବୁ ସମର୍ଥନ କରି ସବୁ ଅଛନ୍ତି। ଦଳୀୟ ହୁକ୍ ରହେ? ଅଛନ୍ତି ମୋ ସାଙ୍ଗରେ ଅଛନ୍ତି ସେମାନେ। ଦଳୀୟ ହୁକ୍ ସେମାନେ ମତେ କହିଛନ୍ତି ତୁ ନମିନେସନ୍ କର, ଆମେ ସବୁ ଭୋଟ୍ ଦେବୁ। ତାହେଲେ ଆପଣଙ୍କ ମୂଳ କାମ କ'ଣ ରହିବ ଯଦି ଆପଣ ଜିତି ଯାଆନ୍ତି? ଓଡ଼ିଶା ପାଇଁ ବିକାଶ, ବାସ୍ ଓଡ଼ିଶା, ଏତିକି ମୋର କାମ, ବିକାଶ ଓଡ଼ିଶା ପାଇଁ।